ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଶୁଣିବା ଏକ ଉପାଦେୟ ଶିଶୁ କବିତା ଗଛକୁ କାଟିବା ନାହିଁ। କବି ନରେନ୍ଦ୍ରନାଥ ଦାସ। ଆମରି ହିତରେ ସୁଶୀତଳ ବା ହିତ ସବୁ ପ୍ରାଣୀ ପାଇଁ, ଗ୍ରୀଷ୍ମ ତାତିରୁ ବରତିବା ଯେବେ ଗଛକୁ କାଟିବା ନାହିଁ। ଜୀବଜଗତର ଗଛଟି ଜୀବନ ହିତକାରୀ ବନ୍ଧୁଟିଏ, ଅଙ୍ଗାରକାମ୍ଳକୁ ନିଜେ ନେଇଯାଇ ଅମ୍ଳଜାନ ଦେଇଥାଏ। ଗ୍ରୀଷ୍ମ ଦାଉରେ ଡହଳ ଜୀବନ, ନଈନାଳେ ପାଣି ନାହିଁ, ତାତି ବଢ଼ିଥାଏ ଦିନକୁ ଦିନକୁ ଡର ଅଂଶୁଘାତ ପାଇଁ। ସୂରୁଜ ଉତ୍ତାପୁ ରକ୍ଷା ପାଇବାକୁ ପଙ୍ଖା ଘୂରେ ସାଇଁ ସାଇଁ, ରାହା ମିଳେ ନାହିଁ ପଶୁ ଜଗତକୁ ପବନ ମାରୁଛି ଝାଇଁ। ଗଛ କାଟୁଛନ୍ତି ପାହାଡ଼ ଖୋଳନ୍ତି ଅନେକ କଥାକୁ କହି, ବିନାଶ କଥାକୁ କେହି ବୁଝନ୍ତିନି ଭରସା କେବଳ ସାଇଁ। ଆଧୁନିକ ଯୁଗ ବିଜ୍ଞାନୀ ପିଲାଏ ଏବେଠୁ ଶପଥ କର, ଗଛ ଲଗାଇବ କାଟିବନି କେବେ ମଙ୍ଗଳ ପାଇଁ ଜୀବର।